ନମସ୍କାର। ମୁଁ ଆପଣଙ୍କର ଆଷ୍ଟ୍ରୋଲଜର ପୁଣ୍ୟତି ଶତପଥୀ। ଆଜି ଏକ ନୂଆ ଯୋଗ ବିଷୟରେ ଆମେ ପଢିବା। ସେ ଯୋଗ ହେଲା ଆପଣଙ୍କ ଧ୍ୱଜ କୀର୍ତ୍ତି ଯୋଗ। ଧ୍ୱଜ କୀର୍ତ୍ତି ମାନେ କଣ? ନା ଆପଣ ଧ୍ୱଜ କହିଲେ ଆପଣ ଯେମିତି କହିଥାନ୍ତି ଫ୍ଲାଗ ବା ପତାକା। କୀର୍ତ୍ତି ଅର୍ଥ ପତାକା ଦ୍ୱାରା ଆପଣଙ୍କୁ ଯୋଉ କୀର୍ତ୍ତି ହାସଲ ହଉଛି ତାକୁ ଆମେ କହିବା ଧ୍ୱଜ କୀର୍ତ୍ତି ଯୋଗ। ତ ଧ୍ୱଜ କୀର୍ତ୍ତି ଯୋଗ ଆକ୍ଚୁଆଲି କଣ? ଦେଖିବେ ଆପଣ ଯେତିକି ବଡ ବଡ ପଲିଟିସିଆନ ଅଛନ୍ତି ବା ଆପଣଙ୍କ ଗୋଟେ ଭଲ ରାଜନୈତିକ ପାର୍ଟିର ଆପଣଙ୍କ ପର୍ସନ ରହୁଛନ୍ତି, ହାଇ ପୋଷ୍ଟ ଅଛନ୍ତି, ଯାହା ବି ଅଛନ୍ତି, ସେଥିରେ ଆପଣଙ୍କୁ ଗୋଟେ ପତାକା ତାଙ୍କର ପଛପଟେ ଆପଣ ନିହାତି ଦେଖିଥିବେ ବା ସେମାନେ ଯୁଆଡେ ଯାଆନ୍ତି ଗାଡିରେ ପତାକା ଲାଗି ଯାଉଥାଏ ବା ତାଙ୍କୁ ଗୋଟେ ଷ୍ଟାଟସ ପ୍ରଦାନ କରେ ଏଇ ପତାକା। ସେଇଭଳିଆ ଏତିକି ଆପଣ ଦେଖିଥିବେ ଉଚ୍ଚ ପଦସ୍ଥ ଅଧିକାରୀ ଯେତିକି ଅଛନ୍ତି, ଆଇଏଏସ୍ ହଉ କିମ୍ବା ଆପଣଙ୍କର ବା ଅତି ହାଇ ରାଙ୍କ ଅଫିସର କିମ୍ବା ଆପଣଙ୍କର ଷ୍ଟେଟ ଲେବୁଲରେ ଯୋଉମାନେ ବିସିଏସ୍ ଅଧିକାରୀ ଗୁଡା ଥାଆନ୍ତି, ତ ସମସ୍ତଙ୍କ ପାଖରେ ନିହାତି ଦେଖିଥିବେ ଗୋଟେ ପତାକା ବା ଆମର ଇଣ୍ଡିଆନ ଫ୍ଲାଗ ବି ତାଙ୍କ ପଛପଟେ ଲାଗିଥାଏ, ଯେହେତୁ ସେମାନେ ରିପ୍ରେଜେଣ୍ଟ କରନ୍ତି ଇଣ୍ଡିଆକୁ। ତ ବେସିକାଲି ଏଇ ଯୋଉ ଯୋଗ ଆପଣଙ୍କୁ କଣ ଦେଇଥାଏ? ଏଇ ଯୋଗ ଆପଣଙ୍କୁ ଏକ ସମ୍ମାନ ବା ଆପଣଙ୍କ ଷ୍ଟାଟସ ପ୍ରଦାନ କରିଥାଏ। ତ ଏଇ ଯୋଗ ଆକ୍ଚୁଆଲି ଆପଣ କଣ କାହା ଦ୍ଵାରା ହେଇଥାଏ? ଦିଟା ଏଥିରେ ବି ଆପଣଙ୍କ ପ୍ଲାନେଟ ବା ଦିଟା ଗ୍ରହ ପୋଜିସନ ଦ୍ଵାରା ହିଁ ଆମେ ଏଇ ଯୋଗକୁ ଆମେ କଣ କରିଥାନ୍ତି ନା ଅନୁଧ୍ୟାନ କରିଥାନ୍ତି। ତ ଏଇ ଯୋଗ କେବେ ଫଳିତ ହବ, କେମିତି ହେବ, ସେ ସବୁ ବି ତାର ଗୋଟେ କାଲକୁଲେସନ ଅଛି। କିନ୍ତୁ ଯଦି ଆପଣଙ୍କର ଜାତକରେ ଆପଣଙ୍କର ପଜିସନ ଦେଖାଯିବ ସନରେ, କାରଣ ଆପଣଙ୍କୁ ନେମ୍, ଫେମ୍ କିମ୍ବା ଡିଫେମ୍ ଏସବୁ କିଏ ପ୍ରଦାନ କରିଥାଏ? ଆପଣଙ୍କ ସୂର୍ଯ୍ୟ ବା ଆପଣ ସୂର୍ଯ୍ୟଦେବ କରିଥାନ୍ତି ବା ସନ୍ କରିଥାନ୍ତି। ତ ବେସିକାଲି ଆପଣଙ୍କ ଯୋଉ ଜାତକରେ ଯେମିତି ଭାବରେ ସନଙ୍କ ପଜିସନ ବା ସୂର୍ଯ୍ୟଦେବଙ୍କ ପଜିସନ ଥିବ, ସେମିତି ଆପଣଙ୍କୁ ନେମ୍ ଆଣ୍ଡ ଫେମ୍ ଆପଣଙ୍କୁ ମିଳିବ। ଉଦାହରଣ ସ୍ୱରୂପ ଯଦି ଆପଣ ଫାର୍ଷ୍ଟ ହାଉସରେ ଯଦି ସନ୍ କାହାର ରହୁଛି ଏବଂ କୌଣସି ମାଲିଫିକ ବା ଆପଣଙ୍କ ପାପି ଗ୍ରହ ଦ୍ୱାରା ଗ୍ରସିତ ନ ହେଇକି ରହୁଛି, ତାହେଲେ ଆପଣ ଦେଖିଥିବେ କି ସେ ଯେକୌଣସି ପଜିସନରେ ଥାଉ ନା କାହିଁକି ତାର ସବୁ ପଜିସନରେ ନେମ୍ ଆଣ୍ଡ ଫେମ୍ ସବୁବେଳେ ପାଖାପାଖି ରହିବ। ପଲିଟିକାଲ ପର୍ସନ ମାନଙ୍କର ବ୍ୟବହାର ଯେମିତି ହେବ ସେମିତି ବ୍ୟବହାର ଆପଣ ପାଉଥିବେ। ଗଲାବେଳେ ବି ମଧ୍ୟ ତିନି ଚାରି ଜଣ ସାଙ୍ଗକୁ ଧରିକି ବାହାରିବା, ଏକୁଟିଆ ନ ଯାଇକି ସାଙ୍ଗମାନଙ୍କ ପାଇଁ କି ସବୁବେଳେ ସବୁ କିଛି କରିବା, ତ ଏମିତି ବି ଆପଣଙ୍କର ବ୍ୟବହାର ଦେଖିବାକୁ ପାଇଥିବେ। ସେଇଭଳିଆ ଥାର୍ଡ ହାଉସ ରେ ସନ୍ ବି ଆପଣଙ୍କୁ ଯଦି ଅଛନ୍ତି, ତ ବିଶେଷ କରିକି ଆପଣ ଦେଖିଥିବେ କି ଜିରୋରୁ ଆପଣଙ୍କର ପୁରା ଷ୍ଟ୍ରଗଲ ଫୁଲ ଲାଇଫ ଦ୍ୱାରା ସେମାନେ ତାଙ୍କର ସବୁ କିଛି ଆଚିଭ କରିଥାନ୍ତି। କାହାଠୁ କିଛି ନେବା ପାଇଁ କି ସେମାନେ ଇଚ୍ଛା କରିନଥାନ୍ତି। ସେଇଭଳିଆ ଫିଫ୍ଥ ହାଉସରେ ବି ଆପଣଙ୍କୁ ଏଣ୍ଟରଟେନମେଣ୍ଟ ଆଣ୍ଡ ଅଦର ଇଣ୍ଡଷ୍ଟ୍ରିରେ ଦେଖିବେ କି ଆପଣ ନିହାତି ଭାବରେ ନେମ୍ ଆଣ୍ଡ ଫେମ୍ ଦେବ। ଥାର୍ଡ ହାଉସରେ ଆପଣଙ୍କୁ ୟୁଟ୍ୟୁବ କି ଆପଣଙ୍କୁ ସୋସିଆଲ ମିଡିଆ ଜର୍ଣ୍ଣାଲିଜିମରେ ବି ନେମ୍ ଆଣ୍ଡ ଫେମ୍ ଆପଣ ପାଇପାରିବେ। ଏବଂ ଇଲେଭେନ୍ଥ ହାଉସରେ ବି ଆପଣ ସୋସିଆଲ ନେଟୱାର୍କିଂ ଆଣ୍ଡ ଆପଣଙ୍କର ଫ୍ରେଣ୍ଡ ସର୍କଲରେ ମଧ୍ୟ ଆପଣ ନେମ୍ ଆଣ୍ଡ ଫେମ୍ ପାଇପାରିବେ। ତ ଏଇ ଧ୍ୱଜ କୀର୍ତ୍ତି ହେଲା କଣ? ଦିଟା ଆପଣଙ୍କର ପ୍ଲାନେଟର ଆବଶ୍ୟକତା ଅଛି। ସିଏ ହେଲା ଆପଣଙ୍କର ସନ୍ ଏବଂ କେତୁ। ଓକେ, କେତୁକୁ ଆମେ ଅ, ହିସାବ ମାନେ କେତୁକୁ ଆମେ ଗୋଟେ ଝଣ୍ଡା ବା ଆପଣ ଫ୍ଲାଗ ହିସାବରେ ଆମେ କନସିଡର କରିଥାନ୍ତି। ଯେମିତି ସନ୍ଙ୍କ ଆଗରେ ଯଦି କେତୁ ଅଛି, ତାହେଲେ ସେଇ କ୍ଷେତ୍ରରେ ଆପଣଙ୍କୁ ଧ୍ୱଜକୀର୍ତ୍ତି ଯୋଗର ରାଜଯୋଗ ଆପଣଙ୍କ ଜାତକରେ ଅଛି। ତେଣୁ ସନ୍ଙ୍କ ପଜିସନ ଦେଖିକି ଆପଣଙ୍କୁ କଣ କୁହାଯିବ ନା ଆପଣଙ୍କ ଏଇ ଧ୍ୱଜକୀର୍ତ୍ତି ଯୋଗର ଅନୁମାନ କରାଯିବ। ତ ଏଥିରେ ଯଦି ଆପଣଙ୍କ ସନ୍ଙ୍କ ପଜିସନ ବହୁତ ଭଲ ଅଛି, ତାହେଲେ ଏଇ ଯୋଗ ଆପଣଙ୍କୁ ବହୁତ ଫଳିତ ହବ ଏବଂ ଆପଣ ନେମ୍ ଆଣ୍ଡ ଫେମ୍ ଯାହା ପାଇବା କଥା ସେ ସବୁ ଆପଣ ପାଇପାରିବେ। ତା ସହିତ ଆପଣଙ୍କର ଦେଖିବେ କି ଯୋଉ ପଜିସନ ଆପଣଙ୍କ ରହୁଛି ସେଥିରେ ଆପଣଙ୍କ ଆଉ କିଛି ପ୍ଲାନେଟ ଯେମିତି ଜୁପିଟର ବା ଗୁରୁଙ୍କର ଯଦି ଦୃଷ୍ଟି ଥାଏ ବା ଗୁରୁଙ୍କର ବ୍ଲେସିଂ ଥାଏ, ତାହେଲେ ଏହା ଆପଣଙ୍କୁ ବହୁତ ଭଲ ଫଳିତ ହବ। ଯଦି ସେଇ କ୍ଷେତ୍ରରେ ଆଉ କିଛି ଖାଲି ସନ୍ ଏବଂ ମରକୁରୀ ବା ଆପଣଙ୍କ ବୁଧ ଥାନ୍ତି, ବୁଧ ଆଦିତ୍ୟ ଯୋଗ ବି ସେଥିରେ ଲାଗୁ ହୁଏ, ତାହେଲେ ସେଥିରେ ବି ଆପଣଙ୍କୁ କଣ ହୁଏ ନା ଏସବୁ ଜିନିଷ ଆପଣଙ୍କୁ ନେମ୍ ଆଣ୍ଡ ଫେମ୍ ମିଳିଥାଏ। ହେଲା, ତ ଏସବୁ ଯୋଉ ଆପଣଙ୍କୁ ଅନୁଧ୍ୟାନ କରିକି ଆପଣଙ୍କୁ ନେମ୍ ଆଣ୍ଡ ଫେମ୍ ମିଳିବ କି ନାହିଁ, ଆପଣ କୋଉ ଉପାୟରେ ବା ଆପଣଙ୍କ କୋଉ ଫିଲ୍ଡ ଆପଣଙ୍କୁ ସୁଟ୍ କରୁଛି ବା କେମିତି ଆପଣଙ୍କୁ ନେମ୍ ଆଣ୍ଡ ଫେମ୍ ବା ରେସ୍ପେକ୍ଟ ମିଳିବ, ଏସବୁ ବି ଆପଣଙ୍କ ଜାତକରେ ପୂର୍ବରୁ ନିର୍ଦ୍ଧାରିତ ହେଇଛି। ଯଦି ସେଇ ହିସାବରେ ଆପଣ ଜୀବନକୁ ପରିବର୍ତ୍ତିତ କରିବେ ବା ସେଇ ହିସାବରେ ଜୀବନକୁ ଆପଣ ଯଦି ନିହାତି ଭାବରେ ପରିଚାଳିତ କରିବେ, ତ ନିହାତି ଭାବରେ ଏସବୁ ରାଜଯୋଗ ଆପଣଙ୍କର ଜୀବନରେ ଫଳିତ ହବ। ତେଣୁ ଯଦି ଆପଣ ପର୍ସନାଲ ଆପଣଙ୍କ ଜାତକ ଦେଖିବା ପାଇଁ ବା କନସଲଟେସନ ନେବା ପାଇଁ ଚାହୁଁଛନ୍ତି, ତ ନିହାତି ଭାବରେ ଆପଣ ଡିସ୍କ୍ରିପସନ ଥିବା ନମ୍ବରରେ ଆପଣ କଣ୍ଟାକ୍ଟ କରିପାରିବେ, ଅନଲାଇନ ଥ୍ରୋରେ କନସଲଟେସନ ନେଇପାରିବେ। ଏବଂ ଯଦି ଭିଡ଼ିଓ ଭଲ ଲାଗୁଛି ତ ନିହାତି ଭାବରେ ଲାଇକ୍, ସବସ୍କ୍ରାଇବ ଏବଂ କମେଣ୍ଟ କରିବା ପାଇଁ ଭୁଲିବେନି। ଧନ୍ୟବାଦ।